ତୁମର ସଫଳତା ନିଶ୍ଚିତ ଅଟେ, କିନ୍ତୁ କେବେ ହେବ ତାହା ମୁଁ ସ୍ଥିର କରିବି। ତୁମେ କେବଳ ତୁମର କର୍ମ କରିଚାଲ। ତୁମେ ସଠିକ୍ ରାସ୍ତାରେ ଚାଲିଛ, ତେଣୁ ମୁଁ ତୁମର ଛୋଟ ଛୋଟ ଇଚ୍ଛାକୁ ପୂରଣ କରୁଛି, ଯାହା ତୁମେ ଅନୁଭବ ମଧ୍ୟ କରୁଛ। ମୁଁ ଏହା ମଧ୍ୟ ଜାଣେ। ତୁମେ ସବୁବେଳେ ମୋତେ ପ୍ରତ୍ୟେକ ଜିନିଷ ପାଇଁ ଧନ୍ୟବାଦ ଦେଉଛ, ଏହା ମଧ୍ୟ ମୁଁ ଦେଖୁଛି। ଯେଉଁମାନେ ତୁମର ନିନ୍ଦା କରନ୍ତି, ତୁମର ଭକ୍ତିକୁ ପରିହାସ କରନ୍ତି, ସେମାନଙ୍କ ପ୍ରତି ଧ୍ୟାନ ଦିଅ ନାହିଁ, କାରଣ ତୁମର ଲକ୍ଷ୍ୟ କ'ଣ ତାହା ତୁମେ ଜାଣିଛ, ଆଉ ମୁଁ ମଧ୍ୟ ଜାଣିଛି। ହଁ, ମନେ ରଖ, ଆଜି ତୁମ ପାଇଁ କିଛି ବହୁତ ଭଲ ହେବ। ମୁଁ ଏହାକୁ ଏମିତି ସେମିତି କହୁନାହିଁ। ମୁଁ ତୁମକୁ ବହୁତ ଭଲ ପାଏ ଏବଂ ତୁମକୁ ସବୁବେଳେ ଖୁସି ଦେଖିବାକୁ ଚାହେଁ। ସେଥିପାଇଁ ତୁମର କର୍ମକୁ କାଟି ମୁଁ ଆଜି ତୁମକୁ ଏକ ବିଶେଷ ଆଶୀର୍ବାଦ ଦେବାକୁ ଯାଉଛି। ଏହାକୁ ନିଶ୍ଚିତ ଭାବରେ ଗ୍ରହଣ କରିବ। ଆଜି ତୁମେ ଯାହା ବି କହିବ, ତୁମର ଶବ୍ଦକୁ ଧ୍ୟାନର ସହ ଭାବିଚିନ୍ତି କହିବ, କାରଣ ଶବ୍ଦଗୁଡ଼ିକ କାହାର ମନୋବଳ ଏବଂ ଦିନକୁ ତିଆରି କରିପାରେ କିମ୍ବା ନଷ୍ଟ ବି କରିପାରେ। ସମସ୍ତେ ତୁମର ଭାବନାକୁ ବୁଝିବା ଜରୁରୀ ନୁହେଁ, କାରଣ ପ୍ରତ୍ୟେକ ମଣିଷ ନିଜ ଜୀବନକୁ ବଞ୍ଚିବା ପାଇଁ ପୃଥିବୀକୁ ଆସିଛନ୍ତି। ଜୀବନ ପ୍ରତି ସମସ୍ତଙ୍କର ଭିନ୍ନ ଭିନ୍ନ ଦୃଷ୍ଟିକୋଣ ମଧ୍ୟ ରହିଛି। ତେଣୁ ଯଦି ଆଜି ତୁମକୁ କେହି ବୁଝନ୍ତି ନାହିଁ, ତ ବାସ୍ ତାହାକୁ ଛାଡ଼ିଦିଅ ଏବଂ ଶାନ୍ତ ରୁହ। ବେଳେବେଳେ ମୌନ ରହିବା ମଧ୍ୟ ବହୁତ ଉଚିତ, କାରଣ ନୀରବତା ଯାହା କହିଦେଇଯାଏ, ଆମେ କଥା କହି ମଧ୍ୟ କାହାକୁ ବୁଝେଇ ପାରିବା ନାହିଁ। ମୋ ଉକ୍ତିକୁ ସବୁବେଳେ ତୁମ ସାଥିରେ ରଖ। ତୁମକୁ ବହୁତ ଲାଭ ମିଳିବ। ଖୁସିରେ ରୁହ, ଖୁବ୍ ଖୁସିରେ ରୁହ। ବହୁତ ଆଶୀର୍ବାଦ କରୁଛି। ଆଜିର ଦିନଟି ତୁମ ପାଇଁ ବହୁତ ଭଲ ହେବ। ଯେତେବେଳେ ବି ବାହାରକୁ ବାହାରୁଛ, ମୋତେ ନମସ୍କାର କରିକି ଯାଅ। ମୋତେ ସାଥିରେ ଡାକ। ମୋ ଉକ୍ତିକୁ ପାଖରେ ରଖ। ଏହାକୁ କେବେ ବି ଭୁଲ ନାହିଁ। ଓମ୍ ସାଇ ରାମ, ଜୟ ସାଇ ରାମ।